ଆଜିଠାରୁ ବଦଳିଗଲା ଏଟିଏମ୍ ସମ୍ବନ୍ଧୀୟ ଏହି ନିୟମ। ଜାଣନ୍ତୁ ଆର୍ବିଆଇର ନୂତନ ନିର୍ଦ୍ଦେଶାବଳୀ। ଚାଲନ୍ତୁ ଆଜି ଆମେ ଜାଣିବା ଏଟିଏମ୍ର ନିୟମ। ମେ 1 ତାରିଖ ବଦଳିବ ବୋଲି ଆଗରୁ ଆର୍ବିଆଇ ସୂଚନା ଦେଇଥିଲା। ତ ଆଜି ଆର୍ବିଆଇ କ'ଣ ଅପଡେଟ୍ କରିଛି ନୂଆ, ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓକୁ ଆରମ୍ଭ କରିବା ଏବେ। ଆଜି ହଠାତ୍ 1 ମଇ 2025 ଠାରୁ ସାରା ଦେଶରେ ଏଟିଏମ୍ ଚାର୍ଜ ସମ୍ପର୍କରେ ଏକ ନୂତନ ନିୟମ ଲାଗୁ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏହି ଘୋଷଣା ଆପଣ ପ୍ରତି ମାସରେ ଆପଣଙ୍କ ଏଟିଏମ୍ରୁ କେତେ ଥର କାରବାର କରନ୍ତି ଏବଂ ଯଦି ଆପଣ ଏହା ନିର୍ଦ୍ଧାରିତ ସୀମା ଠାରୁ ଅଧିକ କରନ୍ତି ତେବେ ଆପଣଙ୍କୁ ଏବେ କେତେ ଦେବାକୁ ପଡ଼ିବ ତାହା ପ୍ରଭାବିତ କରିବ। ଆର୍ବିଆଇର ଏହା ବିଜ୍ଞପ୍ତିରେ କହିଛି, ଗ୍ରାହକମାନେ ପ୍ରତି ମାସରେ ସେମାନଙ୍କ ବ୍ୟାଙ୍କ ଏଟିଏମ୍ରୁ 5ଟି ମାଗଣା କାରବାର, ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର କରିପାରିବେ। ସେମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ ମାଗଣା କାରବାର, ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ମଧ୍ୟ କରିପାରିବେ। ମେଟ୍ରୋ ସହରଗୁଡ଼ିକରେ 3ଟି କାରବାର ମାଗଣା, ଯେତେବେଳେ ଅଣ-ମେଟ୍ରୋ ଅଞ୍ଚଳରେ ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ 5ଟି କାରବାର ମାଗଣା। ଆର୍ବିଆଇର ନିର୍ଦ୍ଦେଶାବଳୀରେ ଆହୁରି କୁହାଯାଇଛି ଯେ ନିର୍ଦ୍ଧାରିତ ମାଗଣା କାରବାର ପରେ ଗ୍ରାହକମାନଙ୍କଠାରୁ ସର୍ବାଧିକ 23 ଟଙ୍କା ଆଦାୟ କରାଯାଇପାରିବ ଏବଂ ଏହା 1 ମଇ 2025ରୁ କାର୍ଯ୍ୟକାରୀ ହେବ। ମାଗଣା ଏଟିଏମ୍ କାରବାରର ସଂଖ୍ୟା ଆପଣ କେଉଁଠାରେ ରୁହନ୍ତି ତାହା ଉପରେ ନିର୍ଭର କରେ। ମେଟ୍ରୋ ସହରରେ ରହୁଥିବା ଲୋକମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ 3ଟି ମାଗଣା କାରବାର କରିପାରିବେ, ଯେତେବେଳେ ଅଣ-ମହାନଗରରେ ରହୁଥିବା ଲୋକମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ 5ଟି ମାଗଣା କାରବାର କରିପାରିବେ। ଏଥିରେ ଆର୍ଥିକ କାରବାର ଯେପରିକି ଟଙ୍କା ଉଠାଣ ଏବଂ ଅଣ-ଆର୍ଥିକ କାରବାର ଯେପରିକି ବାଲାନ୍ସ ଯାଞ୍ଚ କରିବା କିମ୍ବା ଏକ ମିନି ଷ୍ଟେଟମେଣ୍ଟ ବାହାର କରିବା ଅନ୍ତର୍ଭୁକ୍ତ। ଆପଣ ଏହି ନିର୍ଦ୍ଧାରିତ ସୀମା ଅତିକ୍ରମ କରିବା ମାତ୍ରେ ବ୍ୟାଙ୍କ ଆପଣଙ୍କ ଉପରେ ଏକ ଚାର୍ଜ ଆଦାୟ କରିବ। ଆଜିଠାରୁ ହଠାତ୍ 1 ମଇ 2025 ଠାରୁ ଯଦି ଆପଣ ନିର୍ଦ୍ଧାରିତ ମାଗଣା ସୀମାଠାରୁ ଅଧିକ ଏଟିଏମ୍ ବ୍ୟବହାର କରନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆପଣଙ୍କଠାରୁ 23 ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ନେଇପାରିବ, ଯାହା ପୂର୍ବରୁ 21 ଟଙ୍କା ଥିଲା। ଏହି ହାର ସମସ୍ତ କାରବାର ଉପରେ ଲାଗୁ ହେବ। ଆପଣ ଟଙ୍କା ଉଠାଉଥିବେ କିମ୍ବା ଆପଣଙ୍କର ବାଲାନ୍ସ ଯାଞ୍ଚ କରୁଥିବେ ଏହି ଚାର୍ଜ କ୍ୟାଶ୍ ରିସାଇକଲ୍ ମେସିନ୍ (ସିଆର୍ଏମ୍) ଉପରେ ମଧ୍ୟ ଲାଗୁ ହେବ, କିନ୍ତୁ ଟଙ୍କା ଜମା କରିବା ଉପରେ ଏହି ଚାର୍ଜ ଲାଗୁ ହେବ ନାହିଁ। HDFC, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ଇଣ୍ଡୋ-ସଇଣ୍ଡ ବ୍ୟାଙ୍କ ଭଳି ଅନେକ ବ୍ୟାଙ୍କ ପୂର୍ବରୁ ସେମାନଙ୍କର ଗ୍ରାହକମାନଙ୍କୁ ଏହି ସଂଶୋଧିତ ଚାର୍ଜ ବିଷୟରେ ଜଣାଇ ସାରିଛନ୍ତି। HDFC ବ୍ୟାଙ୍କ କହିଛି ଯେ 2 ମଇ 2025 ଠାରୁ ମାଗଣା ସୀମା ବାହାରର କାରବାର ପାଇଁ ଶୁଳ୍କ 23 ଟଙ୍କା ପ୍ଲସ୍ ପ୍ରଯୁଜ୍ୟ କରକୁ ବୃଦ୍ଧି କରାଯିବ। ପୂର୍ବ ଫି 21 ଟଙ୍କା ପ୍ଲସ୍ ଟିକସ ଥିଲା। ଆଶା କରୁଛି ଆପଣମାନେ ଏବେ ବୁଝିଯାଇଥିବେ। ଆପଣଙ୍କୁ ପ୍ରତି ମାସରେ 5ଟି ଟ୍ରାଞ୍ଜାକ୍ସନ୍ ମିଳୁଛି ଆଉ ମେଟ୍ରୋ ସହରରେ ଜମା 3ଟି ଫ୍ରି ଟ୍ରାଞ୍ଜାକ୍ସନ୍ ମିଳୁଛି। ଯଦି ଆପଣମାନେ ଏହି 3ଟି ବା 5ଟିକୁ ଛାଡ଼ିକି ଆପଣମାନେ ଯଦି ଅଧିକ ଟ୍ରାଞ୍ଜାକ୍ସନ୍ କରନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆପଣଙ୍କଠାରୁ ଚାର୍ଜ ଆଦାୟ କରିବ। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି ଦୟାକରି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଏମିତିକା ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।